ବର୍ଷା ପାଗରେ ଦେଖିପାରୁଥିବ କେମିତି ବର୍ଷା ହେଇଛି, କେହି ଘରୁ ବାହାରୁ ନାହାନ୍ତି, ସମସ୍ତେ ପ୍ରବଳ ପାଗରେ ଆମର ଚାଲିଛି ମାଛ ଭଜା। ମାନେ ବର୍ଷା ପାଗକୁ ଗଡ଼ିଶ ମାଛ ଝୋଳ ହବ। ଏବେ ରାତିକି ଆସିବ ଚିକେନ, ଆମେ ଚିକେନ ଖାଇବା ରାତିରେ, କିନ୍ତୁ ଦିନରେ ଆମେ ମାଛ ଖାଇବା। ବର୍ତ୍ତମାନ ଏଠି ବର୍ତ୍ତମାନ ମାଛ ବାପା ବସି ତାର କନ୍ଥା ସିଲେଇ କରୁଛି, ଶୀତଟା ଅତିରିକ୍ତ ବଢ଼ିଯାଇଛି ବର୍ଷା ପାଇଁ। ଆଉ ଏଠି ମା ବସିକି ତାର ମସଲା ବାଟୁଛି। ଆଉ ଏଠି ଡୁଗୁ ଶୋଇଛି। ଡୁଗୁ ପାଇଁ ଆମେ ଯିବା, ବର୍ତ୍ତମାନ ତାର ରେଡି ହେଇଯାଇଛି ଚିକେନ। ତ ଚିକେନଟି ସିଝା ହେଇଯାଇଛି। ବର୍ତ୍ତମାନ ଡୁଗୁ ପାଇଁ ଚିକେନଟି ଯିବ, ବର୍ତ୍ତମାନ ଡୁଗୁ ଖାଇବ। ଦେଖିପାରୁଥିବ ଚିକେନ ସିଝା, ଚିକେନ ସିଝା ନହେଲେ ଖାଉନାହିଁ, ଏମିତିଆ ଛୁଆ। ଗୋଟିଏ ପିସ୍ ଖା 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 ଡୁଗୁ ଖା 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 ଖାରେ ଖାଇଦେ 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 ଖାଇଦେ। ଖାଇଦେ, ଖାଲି ଚାଟୁଛି, ଖାଇବାର ଦର୍ଶନ ଜାଣିନି। ନା ସେ ଖାଇବ, ଖାଇଦେ। ଡୁଗୁ ବର୍ତ୍ତମାନ ଚିକେନ ଖାଇବାକୁ ଲାଗିଲା। ଡୁଗୁ ନେଇକି ପଳେଇଲା, ଆଧରୁ ନେଇକି ସେ ପଳେଇଲା, ନେଇକି ଯାଇ ସିଆଡ଼େ ତଳେ ପକେଇକି ଖାଉଛି। ତାକୁ ଦେଖେ, ଏତେ ଅପରଛିନିଆ ସେ। ତାକୁ ଗୋଟେ ଭଲ ଇଏରେ ଦିଆଗଲା, ସେମିତି ଏଠୁ ନେଇକି ଯାଇକି ସେଠି ଖାଉଛି ପକେଇକି ତଳେ। ଡୁଗୁ ଡୁଗୁ ଏ ଡୁଗୁ ନା, ସେ ବର୍ତ୍ତମାନ ଖାଇବାରେ ବ୍ୟସ୍ତ, କାରି କଥା ସେ ଶୁଣିବ ନାହିଁ। ମୋବାଇଲ ଖେଳ ଅଛି, କିସ ଭାତ ଗାଳିନି, ଭାତ ହେଇଯାଇଛି, ଭାତ ରେଡି ଏବେ, ମାଛ ରେଡି ହବ। ମାଛ ଭଜା ହେଇଗଲାଣି ଅଲରେଡି। ବର୍ତ୍ତମାନ ରାଗିକି ପଞ୍ଚମ, ରାଗି ଯାଇଛନ୍ତି ଇଏ। କଣ କହୁଛୁ? ତ କିଛି ନାହିଁ। ଏବେ ଚାଲିବା ଆମ ମେନ୍ ପିଲାଙ୍କ ପାଖକୁ, ଯିଏକି ଏଠି ବସିକି ଖେଳଉଛି। ଇଏ ଲୋ ବାବା, ଏଠି କିସ କରୁଛୁ? କାହାକୁ? ୟାଙ୍କ ନାଁ ହଉଛି ମିଷ୍ଟର ମୋହିତ। କାନ୍ଦିଲା, ତା କାହିଁ କଣ ଦଉଛୁ? ହେଇଲା ଆହା, ବାବା ଭାଇ, ବାବା ଭାଇ, ଏଇ ସେ ଶୁଣିବନି। ହି 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 ହଁ, କିସ ଶୁଣୁଛୁ? ସେଣ୍ଟ ମାରିକି ଆସିଛି ଅତର। ସେଟା ପଇସା, କି ପଇସା କିସ କରିବୁ ତୁ? ନା ନା, ତୁ କିସ କରିବୁ ଟଙ୍କା? କଣ ପାଇଁ ରାଗିଛୁ? ଦେଖ ରାଗିକି କେମିତି ଅନଉଛି। ଆପଣମାନେ ଦେଖୁଥିବ ତା ଦେହ ଖରାପ, ତାପରେ ବି ସେ ବର୍ତ୍ତମାନ ରୋଷେଇ କରୁଛି, ସେଥିପାଇଁ ସେ ରାଗି ଯାଉଛି। କି ଭଳିଆ ରାଗ ତାର, କଣ ପାଟି କରନା। ଛୋଟ ପଟେ କି ନ ରୋଷେଇ କଲେ ନକଲେ ନ ହବ, ସେଥିପାଇଁ ରୋଷେଇ କର। ଆମର ରେଡି ହେଇଯାଇଛି ମାଛ ତରକାରୀ, ମାଛ ବେସର, ଦେଖିପାରୁଥିବେ। ହେଇଗଲା ଭାତ ତରକାରୀ, ଆସି ପହଞ୍ଚିଲା ମୋ ପାଖରେ। ତେଣୁ ମୁଁ ଏବେ ଖାଇବାକୁ ଲାଗିଲି, ଆପଣମାନେ ବି ଖାଇଦେବେ। ଆପଣଙ୍କର କଣ ତରକାରୀ ଆଜି ହେଇଛି, ଆପଣମାନେ କମେଣ୍ଟ ବକ୍ସରେ ମୋତେ ନିଶ୍ଚୟ ଜଣାଇବେ।